ଖୋର୍ଦ୍ଧା ଜିଲ୍ଲା ଶାନ୍ତିବିହାର ଲେନ୍ 2 ହାଉସିଂ ବୋର୍ଡ କଲୋନୀ ବରମୁଣ୍ଡାଠାରେ କେଏସିର ପ୍ରତିଷ୍ଠାତା ସାଧାରଣ ସମ୍ପାଦିକା ସୁବ୍ରତା ବନ୍ଦୋପାଧ୍ୟାୟଙ୍କ ତତ୍ତ୍ୱାବଧାନରେ ବରମୁଣ୍ଡାଠାରେ ବୃକ୍ଷରୋପଣ ସହ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଛି। ଏହି ନିମ୍ନଲିଖିତ ଆଧାର କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି କ୍ରମେ ଆସନ୍ତା 17/10/2024ରେ ଶାରଳା ମନ୍ଦିର ଗୋରଖନାଥ ମନ୍ଦିର ପରିସରରେ ବୃକ୍ଷରୋପଣ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ନିଶା ନିବାରଣ ଉପରେ ସଚେତନତା କାର୍ଯ୍ୟକ୍ରମ ଯୁବବର୍ଗଙ୍କ ମଧ୍ୟରେ କରାଯିବା ପାଇଁ ନିଷ୍ପତ୍ତି କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯିବା ସହିତ ନିଶା ନିବାରଣ ଅଧିକାରୀମାନଙ୍କୁ ମଧ୍ୟ ନିମନ୍ତ୍ରିତ କରାଯିବ ଏବଂ ଆସନ୍ତା ବର୍ଷ 2025ରେ କଳିଙ୍ଗ ସେବାଶ୍ରୀ ସମ୍ମାନ କରିବା ସହିତ କେଏସି ପକ୍ଷରୁ ଏକ ସ୍ମରଣିକା ଉନ୍ମୋଚନ କରାଯିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷ ସାରା କେଏସି ପକ୍ଷରୁ ବୃକ୍ଷରୋପଣ ସ୍ୱଚ୍ଛ ଭାରତ ଅଭିଯାନ ମଧ୍ୟ ଚାଲିଛି। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅନୁଷ୍ଠାନ ସଭାପତି ନର୍ମଦା ଶତପଥୀ, ସମ୍ପାଦିକା ଶୁଭଲକ୍ଷ୍ମୀ ସାମନ୍ତରାୟ, କୋଷାଧ୍ୟକ୍ଷ ପ୍ରବୀଣା ମିଶ୍ର, ଅଞ୍ଜଳି ମିଶ୍ର, ସୁଜାତା ରଥ, ସୌଦାମିନୀ ଜେନା, ଡିଜି ଶତପଥୀ, ସଙ୍ଗୀତା ଉପାଧ୍ୟାୟ, ମିତାଞ୍ଜଳି ମହାନ୍ତି, ତିଳୋତ୍ତମା ନାୟକ, ମିନତୀ ଦାସ ଏବଂ କେଏସି ଖବର ପ୍ରତିନିଧି ସୟଦ ଅନସରୀ ଅଲି ପ୍ରମୁଖ ଉପସ୍ଥିତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ କାର୍ଯ୍ୟକ୍ରମ କରିଥିଲେ। ନିରାଗପୁର ବାଲୁଙ୍କେଶ୍ୱର ମୋବାଇଲ ଟିଭି।